ହାଲେଲୁୟା ପ୍ରେଜ୍ ଦ ଭାଇ, ଲର୍ଡ ଭାଇ। ହାଲେଲୁୟା। ହାଲେଲୁୟା। ପ୍ରେଜ୍ ଦ ଲର୍ଡ ଆଜ୍ଞା। ବହୁତ ସୁନ୍ଦର ଗୀତ। ସଦା ମେ ସ୍ତୁତି କରୁଙ୍ଗା। ଆଉ ଥରେ ଧନ୍ୟବାଦ ଦଉଛି ଭଉଣୀ। ଆଜ୍ଞା ପ୍ରେଜ୍ ଦ ଲର୍ଡ। ପ୍ରଭୁ ଗୌରବ ହାଲେଲୁୟା, ପାଆନ୍ତୁ। ହାଲେଲୁୟା। ଆମେନ୍। ଆସନ୍ତୁ ଆଜିର ପ୍ରଭୁ ଆଜି ଯେଉଁ ଖାଦ୍ୟ ଆମକୁ ଦେଇଛନ୍ତି ସେ ଖାଦ୍ୟକୁ ଆଜି ଟେଷ୍ଟ କରିବା, ଆଜି ପରିତୃପ୍ତ ହେବା, ଆଉ ଶକ୍ତି ପାଇ ତାଙ୍କ ରାଜ୍ୟ ସକାଶେ ଆଗଭର ହେବା। ମୁଁ ଗୋଟେ ଛୋଟିଆ କାଲି ଦେଖିଥିବା ଗୋଟେ ଛୋଟିଆ କାହାଣୀରୁ ମୁଁ ଷ୍ଟାର୍ଟ କରିବାକୁ ଚାହୁଁଛି। ୟୁଟ୍ୟୁବରେ ଏମିତି ଅନ୍ କରୁ କରୁ ଗୋଟେ ଭିଡ଼ିଓ ଆସିଲା, ଆଉ ସେଇ ଭିଡ଼ିଓରେ ମୁଁ ଦେଖିଲି ଯେ ଗୋଟେ ଗରିବ ଲୋକ ସେ ଥାନାକୁ ଯାଇଛି ରିପୋର୍ଟ ଲେଖାଇବା ପାଇଁ। ଗୋଟେ 5 ମିନିଟ୍ର ଭିଡ଼ିଓଟେ। ଆଉ ଯେମିତି ସେ ଥାନାକୁ ପହଞ୍ଚିଛି ତାକୁ ସମସ୍ତେ ସେଠୁ ଘଉଡ଼ିବାକୁ ଲାଗିଲେ, କାରଣ ତା ଦେହରେ ଦାମିକା ପୋଷାକ ନଥିଲା, ସଫା ପୋଷାକ ନଥିଲା, ଆଉ ଜଣାପଡ଼ୁଥିଲା ତା ପାଖରେ କିଛି ନାହିଁ, ତା ପାଖରେ ସମ୍ବଳ କିଛି ନାହିଁ। ଆଉ ସିଏ ଯେତେବେଳେ ରିପୋର୍ଟ ଲେଖିବା ଅଧିକାରୀଙ୍କ ପାଖକୁ ଗଲେ, ସବ୍ ଇନ୍ସପେକ୍ଟରଙ୍କ ପାଖକୁ ଗଲେ, ଆଉ ପଚାରିଲେ, କହିଲେ ତାଙ୍କର ଗୋଟେ ରିପୋର୍ଟ ଲେଖିବାର ଅଛି। ସେତେବେଳକୁ ସିଏ କହିଲେ ଯେ ରିପୋର୍ଟ ଲେଖିବାକୁ ହେଲେ ଏଠି ପଇସା ଦେବାକୁ ପଡ଼ିବ, ଆଉ ତୁମ ପାଖେ ପଇସା ଅଛି କି? ସେତେବେଳକୁ ସିଏ କହିଲେ, ଆଜ୍ଞା ଏଠି ତ ଗୋଟେ ସରକାରୀ ଅଫିସ୍, ଆଉ ଏଠି ଲାଞ୍ଚ କାରବାର ହୁଏ ନାହିଁ। ମୋର 200 ଟଙ୍କା ହଜିଯାଇଛି, ଜଣେ ନେଇଗଲା ରାସ୍ତାରେ, ଆଉ ତାର ମୁଁ ରିପୋର୍ଟ ଲେଖିବାକୁ ଆସିଛି। ଏଇ କଥା ଶୁଣି ସେ ଇନ୍ସପେକ୍ଟର ଜଣକ ରାଗିଗଲେ, ଆଉ ତାକୁ ବାହାରି ଯିବାକୁ କହିଲେ। କିନ୍ତୁ ବୁଢ଼ା ସେଇ ଲୋକଟି ଜିଦ୍ ଧଲେ ଯେ ମୋ ରିପୋର୍ଟଟି ଆପଣ ଲେଖନ୍ତୁ, ମୋ ପାଖରେ ପଇସା ନାହିଁ ଲାଞ୍ଚ ଦେବା ପାଇଁ, ଆଉ ମୁଁ ଦେଇପାରିବି ନାହିଁ। ତାପରେ ତାକୁ ସେଇଠୁ ତଣ୍ଟିଆ ମାରି ବାହାର କରିଦିଆଗଲା। କିନ୍ତୁ ଯେତେବେଳେ କେତେଜଣ କନେଷ୍ଟେବଲ ଆସିଲେ ତାକୁ ବାହାର କରିଦେବା ପାଇଁ, ସେତେବେଳକୁ ସେ କହିଲେ ଏଇଟା ସରକାରୀ ଅଫିସ୍, ଆଉ ଏଇ ଅଫିସରେ ଲାଞ୍ଚ ହେଇପାରିବନି, ଲାଞ୍ଚ କାରବାର ହେଇପାରିବ ନାହିଁ। ମୋର ଚୋରି ଜିନିଷ ପାଇବା ପାଇଁ ମୁଁ ଏଇଠି ରିପୋର୍ଟ ଲେଖିବାକୁ ଆସିଛି, କିନ୍ତୁ ଆପଣମାନେ ଅନ୍ୟାୟ କରୁଛନ୍ତି, ଏଇଟା ନିୟମ ନୁହେଁ, ଏଇଟା ନିୟମ ବିରୁଦ୍ଧ କାମ। ଆଉ ଥାନା ବାବୁ ଜଣକ କହିଲେ, ତୁ ମୋତେ ରୁଲ୍ ଦେଖାଉଛୁ? ତୁ ମୋତେ ରୁଲ୍ ଦେଖାଉଛୁ? What is rule? What is rule? What I am saying, that is rule. ମୁଁ ଯାହା କହୁଛି ସେଇଟା ନିୟମ, ଆଉ ମୁଁ କହୁଛି ପଇସା ନଦେଲେ ତୋର ଲେଖାଯାଇ ପାରିବ ନାହିଁ ରିପୋର୍ଟ। ଆଉ ତାପରେ ଯେଉଁ ଅବସ୍ଥା ହେଲା ପ୍ରିୟମାନେ, ସେଇ ଚିରା ପୋଷାକ ପିନ୍ଧିବା ଯୁବକଟି ଆଉ କେହି ନାହିଁ, ନୂଆ ଏସ୍ପି ଥିଲେ। ଆଉ ଯେତେବେଳେ ତାଙ୍କ ନିଜର ପରିଚୟକୁ ସିଏ ଦେଲେ, ସେତେବେଳକୁ ଇନ୍ସପେକ୍ଟରଙ୍କର ହାତ ପାଦ ଥରିବାକୁ ଲାଗିଲା। ସେ ତାଙ୍କୁ ସସ୍ପେଣ୍ଡ କରିଦେଲେ। ମନର ଗର୍ବ ଛଡ଼ା ଆଉ କିଛି ନୁହେଁ ପ୍ରିୟମାନେ। ପୋଲିସରୁ ପ୍ରମୋସନ୍ ପାଇ ପାଇ ଇନ୍ସପେକ୍ଟର ହେଇଯାଇଥିବା ଇନ୍ସପେକ୍ଟର ଜଣକ, ସେ ଭାବୁଥିଲେ ତାଙ୍କଠାରୁ ଆଉ ବଡ଼ କେହି ନାହିଁ। ଏଇ ଥାନାର ଅଧିକାରୀ କେବଳ ସିଏ ହେଉଛନ୍ତି ସର୍ବେ ସର୍ବା। ୟେସ୍, এই ଭିଡ଼ିଓଟି ଦେଖିବା ପରେ ମୁଁ ଯେଉଁ ବିଷୟରେ ଆଜି ବାକ୍ୟ ପ୍ରଚାର କରିବି ବୋଲି ନିଜେ ଭାବିଥିଲି, ଯାହା ପୁରାପୁରି ବଦଳିଗଲା। ପ୍ରକୃତରେ ଆମର ମନର ଗର୍ବ ଆମକୁ ସର୍ବନାଶ ଆଡ଼କୁ ଟାଣି ନେଇଥାଏ। এই କଥା ମୁଁ ଅନୁଭବ କଲି।
ଆଉ ଚିନ୍ତା କଲି ଯେ ପ୍ରଭୁ ଚାହୁଁଛନ୍ତି ଆଜି ଏଇ ବିଷୟରେ ଶିକ୍ଷା ଦେବା ପାଇଁ। ୟେସ୍ ପ୍ରିୟମାନେ, ଆସନ୍ତୁ ବାଇବଲ ଏ ବିଷୟରେ କ'ଣ କୁହେ ଆଜି ଟିକେ ଦେଖିବା ଆମେ। ମୋ ସହିତ ଖୋଲନ୍ତୁ ଜିହିଜିକଲ 28 ପର୍ବ ତାର 13ରୁ 15 ପଦ। ଜିହିଜିକଲ 28 ପର୍ବ ତାର 13ରୁ 15 ପଦ। ଆଉ ସେଠାରେ ଏପରି ଲେଖାଯାଏ, ତୁମ୍ଭେ ପରମେଶ୍ୱରଙ୍କ ଉଦ୍ୟାନ ଏଦନରେ ଥିଲ। ଏ ପଢ଼ିବେ କି? ପଢ଼ନ୍ତୁ ପଢ଼ନ୍ତୁ। ତୁମ୍ଭେ ପରମେଶ୍ୱରଙ୍କ ଉଦ୍ୟାନ ଏଦନରେ ଥିଲ। ତୁଣି, ପୀତମଣି ଓ ହୀରକ, ବୈଦୁର୍ଯ୍ୟମଣି, ଗୋମେଦକ ଓ ସୂର୍ଯ୍ୟକାନ୍ତ, ନୀଳକାନ୍ତ, ପଦ୍ମରାଗ ଓ ମକରତ ଆଦି ଯାବତୀୟ ବହୁମୂଲ୍ୟ ପ୍ରସ୍ତର ଓ ସୁବର୍ଣ୍ଣ ତୁମ୍ଭର ଆଚ୍ଛାଦନ ଥିଲା। ତୁମ୍ଭର ତବଲ ଓ ବଂଶୀର ଶିଳ୍ପ କାର୍ଯ୍ୟ ତୁମ ମଧ୍ୟରେ ଥିଲା। ତୁମେ ସୃଷ୍ଟି ହେବା ଦିନ ସେହି ସବୁ ପ୍ରସ୍ତୁତ ହୋଇଥିଲା। ତୁମେ ଆଚ୍ଛାଦନକାରୀ ଅଭିଷିକ୍ତ କିରୁବ ଥିଲ। ପୁଣି ଆମ୍ଭେ ତୁମକୁ ସ୍ଥାପନ କଲୁ। ତହିଁରେ ତୁମ୍ଭେ ପରମେଶ୍ୱରଙ୍କ ପବିତ୍ର ପର୍ବତ ଉପରେ ଥିଲ। ତୁମେ ଅଗ୍ନିମୟ ପ୍ରସ୍ତର ସକଳର ମଧ୍ୟରେ ଗମନ କଲ। ତୁମ ମଧ୍ୟରେ ଅଧର୍ମ ଦେଖାଯିବା ପର୍ଯ୍ୟନ୍ତ ତୁମେ ଆପଣା ସୃଷ୍ଟି ଦିନଠାରୁ ଆପଣା ଆଚରଣରେ ସିଦ୍ଧ ଥିଲ। ତୁମ ବାଣିଜ୍ୟର ବାହୁଲ୍ୟରେ ସେମାନେ ତୁମ ହାଲେଲୁୟା। ଏଇ ବାକ୍ୟ ପଢ଼ିବା ବେଳକୁ ଆମେ ଜାଣିସାରିଛୁ ଏହା କାହା ବିଷୟରେ ଲେଖାଯାଇଛି। ପରମେଶ୍ୱରଙ୍କର ଦିନେ ଯେଉଁ ଦୂତ ପ୍ରିୟ ଥିଲେ, ଯିଏ ସବୁବେଳେ ପରମେଶ୍ୱରଙ୍କ ସହିତ ରହୁଥିଲେ, ତାଙ୍କ ବିଷୟରେ, ତାଙ୍କରି ବିଷୟରେ ଲେଖାଯାଇଛି। ସେ ଲୁସିଫର ବିଷୟରେ, ଯିଏ ପ୍ରଧାନ ଦୂତମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ଆଉ ଏଠାରେ ଲେଖାଯାଏ, ତୁମେ ପରମେଶ୍ୱରଙ୍କର ଉଦ୍ୟାନ ଏଦନରେ ଥିଲ। ସ୍ୱର୍ଗର ଉଦ୍ୟାନରେ ତୁମେ ଥିଲ। ପରମେଶ୍ୱରଙ୍କ ଉଦ୍ୟାନରେ ପ୍ରଭୁ ତୁମକୁ ସେଇଠି ସ୍ଥାନ ଦେଇଥିଲେ, ଯେଉଁଠି ପରମେଶ୍ୱର ତାଙ୍କର ସମୟ ବିତାନ୍ତି, ସେଇ ସ୍ଥାନରେ ଥିଲ। ଆଉ ପରମେଶ୍ୱର ତୁମକୁ ବିଭିନ୍ନ ମଣି, ମୁକ୍ତା, ସୁନା, ରୂପା ପ୍ରତ୍ୟେକରେ ଭୂଷିତ କରିଥିଲେ। ଲେଖାଯାଏ, ତୁଣି, ପୀତମଣି, ହୀରକ ମାନେ ହୀରା, ବୈଦୁର୍ଯ୍ୟମଣି, ଯେତେ ମଣି ଅଛି, ବୋଧେ ଆଉ କୌଣସି ଜାଗାରେ ଏତେ ଗୁଡ଼ିଏ ମଣିର ନାମ ଲେଖାଯାଇ ନାହିଁ। ଆଉ ମଣି ସବୁଠାରୁ ମୂଲ୍ୟବାନ, ସୁନା ଠାରୁ ମଧ୍ୟ ମୂଲ୍ୟବାନ ହେଉଛି ମଣି। ଆମେ ଦେଖୁଛୁ ଏ ସାପର ଗୋଟିଏ ଛୋଟିଆ ମଣି, ଯାହା ଆମେ ଫିଲ୍ମରେ ଦେଖିଛୁ, ଏଇଟା ସତ କି ମିଛ ତ ମୁଁ ଜାଣିନି। ସାପର ମଣି ପାଇଁ ଲୋକମାନେ କେତେ ଲୋକ ଜୀବନ ଦେଇ ଦେଉଛନ୍ତି। ମଣି ଗୋଟେ ଅମୂଲ୍ୟ ଜିନିଷ, ଅତି ମୂଲ୍ୟବାନ ଜିନିଷ। ଆଉ ସଦାପ୍ରଭୁ ଦୂତମାନଙ୍କ ମଧ୍ୟରୁ କେବଳ ଜଣକୁ ଏଇ ମଣି ମୁକ୍ତାରେ ଆଚ୍ଛାଦିତ କରିଥିଲେ। ଏଠାରେ ଲେଖାଯାଏ, ଯାବତୀୟ ବହୁମୂଲ୍ୟ ପ୍ରସ୍ତର ଓ ସୁବର୍ଣ୍ଣ ତୁମର ଆଚ୍ଛାଦନ ଥିଲା। ହାଲେଲୁୟା। ମୁଁ ହାଲେଲୁୟା କହିଲି କାରଣ ଲୁସିଫର ସେଇ ଅବସ୍ଥା, ଯେତେବେଳେ ସିଏ ସଦାପ୍ରଭୁଙ୍କ ପାଖରେ ଥିଲେ, ସେ କେମିତି ଦେଖାଯାଉଥିବେ, ସେ କେଉଁ ପୋଜିସନରେ ଥିବେ, ଅନ୍ୟ ଦୂତମାନେ ମଧ୍ୟ ତାଙ୍କୁ ଖାତିର କରୁଥିବେ। ଶ୍ରେଷ୍ଠ ଦୂତମାନଙ୍କ ଭିତରୁ ଜଣେ ଥିଲେ ସିଏ। ଆଉ ଏଠାରେ ଲେଖାଯାଏ, ତୁମର ତବଲ ଓ ବଂଶୀର ଶିଳ୍ପ କାର୍ଯ୍ୟ ତୁମ ମଧ୍ୟରେ ଥିଲା।
ତୁମେ ଯେଉଁ ତବଲ ବଜାଉଛ ବଂଶୀ ବଜାଉଛ ତାର ଶିଳ୍ପ କାର୍ଯ୍ୟ ମଧ୍ୟ ତୁମ ଭିତରେ ହିଁ ଥିଲା। ଆଉ ଲେଖାଯାଏ ତୁମେ ସୃଷ୍ଟି ହେବା ଦିନ ସେଇ ସବୁ ପ୍ରସ୍ତୁତ ହେଇଥିଲା। ସେ ଯେଉଁ ସବୁ ବସ୍ତୁରେ ଯେଉଁ ସବୁ ମଣିରେ ସେ ଆଚ୍ଛାଦିତ ହେଇଥିଲେ, ସଦାପ୍ରଭୁ ତାକୁ ଏତେ ପସନ୍ଦ କରୁଥିଲେ, ଏତେ ଶ୍ରେଷ୍ଠ ସ୍ଥାନ ଦେଇଥିଲେ। ଯେଉଁ ସ୍ଥାନ ଦେଇଥିଲେ ତାକୁ ବିଭୂଷିତ କରିବା ପାଇଁ ସେ ପ୍ରତ୍ୟେକ ପ୍ରକାର ମଣିକୁ ତିଆରି କଲେ। ୱାଓ! ପରମେଶ୍ୱର ମଧ୍ୟ ତାଙ୍କ ବିଷୟରେ ଚିନ୍ତା କରୁଥିଲେ, ତାଙ୍କୁ ଗୋଟେ ମୁଖ୍ୟ ସ୍ଥାନ ଦେଇଥିଲେ। ତୁମ୍ଭେ ଆଚ୍ଛାଦନକାରୀ ଅଭିଷିକ୍ତ କିରୁବ ଥିଲ, ପୁଣି ଆମ୍ଭେ ତୁମ୍ଭକୁ ସ୍ଥାପନ କଲୁ। ପରମେଶ୍ୱର ତାକୁ ତିଆରି କରିଥିଲେ, ତାର ଭୂଷଣ ଗୁଡ଼ିକୁ ତିଆରି କରିଥିଲେ, ତାକୁ ଆଚ୍ଛାଦନ କରିଥିଲେ। ଆଉ ତାକୁ ଲେଖାଯାଏ ପରମେଶ୍ୱରଙ୍କର ପବିତ୍ର ପର୍ବତ ଉପରେ ତୁମେ ଥିଲ। ୱାଓ! ତୁମେ ଅଗ୍ନିମୟ ପ୍ରସ୍ତ୍ର ସକଳର ମଧ୍ୟରେ ଗମନ କଲ। ଅଗ୍ନିମୟ ପ୍ରସ୍ତର ଭିତରେ ତୁମେ ମୋ ସହିତ ଯିବା ଆସିବା କରୁଥିଲ। ଯେଉଁ ସ୍ଥାନରେ କେବଳ ପରମେଶ୍ୱର ଯିବା ଆସିବା କରନ୍ତି ସେହି ସ୍ଥାନ ଦେଇ ତୁମେ ଗମନ କରୁଥିଲ। କିନ୍ତୁ ଆଜି ତୁମର ଅବସ୍ଥା କ'ଣ ହେଲା? ତୁମ ମଧ୍ୟରେ ଅଧର୍ମ ଦେଖାଯିବା ପର୍ଯ୍ୟନ୍ତ ତୁମେ ଆପଣା ସୃଷ୍ଟି ଦିନ ଠାରୁ ଆପଣା ଆଚରଣରେ ସିଦ୍ଧ ଥିଲ। ଯେତେ ଦିନ ପର୍ଯ୍ୟନ୍ତ ତୁମେ ସିଦ୍ଧ ଥିଲ, ଯେତେ ଦିନ ପର୍ଯ୍ୟନ୍ତ ତୁମ ମଧ୍ୟରେ ଅଧର୍ମ ଦେଖାଯାଇ ନଥିଲା, ସୃଷ୍ଟି ଦିନ ଠାରୁ ସେଇ ଦିନ ପର୍ଯ୍ୟନ୍ତ ତୁମେ ପରମେଶ୍ୱରଙ୍କ ଆଗରେ ସିଦ୍ଧ ଥିଲ। ୟେସ୍ ପ୍ରିୟମାନେ, ଲୁସିଫର ଯିଏ ପାପରେ ପଡ଼ିଯାଇଥିଲା, କେତେବେଳେ ପଡ଼ିଲା? କେତେବେଳେ ସେ ପରମେଶ୍ୱରଙ୍କ ଠାରୁ ଦୂରକୁ ଚାଲିଗଲା। ପରମେଶ୍ୱର କେତେବେଳେ ତାକୁ ସ୍ୱର୍ଗରୁ ତଳକୁ ନିକ୍ଷେପ କଲେ। ଆସନ୍ତୁ ଦେଖିବା 17ରେ ଲେଖାଯାଏ, ତୁମ୍ଭର ସୌନ୍ଦର୍ଯ୍ୟ ହେତୁରୁ ତୁମ୍ଭର ଚିତ୍ତ ଗର୍ବିତ ହୋଇଅଛି। ତୁମର ସୌନ୍ଦର୍ଯ୍ୟ ହେତୁରୁ ମୁଁ ତୁମକୁ ଯେଉଁ ରୂପ ଦେଇଛି, ମୁଁ ତୁମକୁ ଯେଉଁ ଭୂଷଣ ଦେଇଥିଲି, ସେଥିଯୋଗୁଁ ତୁମେ ବହୁତ ସୁନ୍ଦର ଦେଖାଯାଉଥିଲ। ଆଉ ସେଇ ସୌନ୍ଦର୍ଯ୍ୟ ଯୋଗୁଁ ତୁମର ଚିତ୍ତ ଗର୍ବିତ ହେଇଗଲା, ତୁମର ମନ ଗର୍ବିତ ହେଇଗଲା, ତୁମେ ଗର୍ବରେ ପରିପୂର୍ଣ୍ଣ ହେଇଗଲ। ତୁମେ ଆପଣର ଶୋଭା ସକାଶୁ ନିଜ ଜ୍ଞାନକୁ ମଧ୍ୟ ଭ୍ରଷ୍ଟ କରିଦେଲ। ମୁଁ ତୁମକୁ ସୌନ୍ଦର୍ଯ୍ୟ ଦେଇଛି, ଭୂଷଣ ଦେଇଛି, ଜ୍ଞାନ ଦେଇଥିଲି, କିନ୍ତୁ ସେ ସବୁ ବିଷୟରେ ଯେତେବେଳେ ତମ ମନ ଭିତରେ ଗର୍ବ ଆସିଲା, ତୁମେ ଭ୍ରଷ୍ଟ ହେଇଗଲ। ଆମେ ସେଥିପାଇଁ ତୁମକୁ ଭୂମିରେ ନିକ୍ଷେପ କରିଛୁ। ୟେସ୍ ପ୍ରିୟମାନେ, ଯେତେବେଳେ ଆମ ମନରେ ଗର୍ବ ଆସେ, ଆମେ ତ ଜାଣୁନୁ ଯେ ଆମେ ଯେଉଁଥିପାଇଁ ଗର୍ବ କରୁଛୁ, ଯେଉଁ ଧନ ପାଇଁ ଆମେ ଗର୍ବ କରୁଛୁ, ମୁଁ ବହୁତ ଧନୀ, ଯେଉଁ ଧନ ପାଇଁ ଆମେ ଗର୍ବ କରିଛୁ ସେଇ ଧନ ସେ ଦେଇଛନ୍ତି। ସେଦିନ ଲୁସିଫରକୁ ସେ ଭୂଷଣ ମଧ୍ୟ ସେ ହିଁ ଦେଇଥିଲେ, ଯେ ଆପଣଙ୍କୁ ମୋତେ ଧନ ଦେଇଛନ୍ତି। ଆମର ସୌନ୍ଦର୍ଯ୍ୟ ପାଇଁ ଆମେ ଗର୍ବ କରୁଛୁ, କିନ୍ତୁ ସତ୍ୟ କ'ଣ ଅଟେ ପ୍ରିୟମାନେ? ଯେଉଁ ସୌନ୍ଦର୍ଯ୍ୟ ପାଇଁ ଆମେ ଗର୍ବ କରୁଛୁ ସେଇ ସୌନ୍ଦର୍ଯ୍ୟ ତ ସେ ଦେଇଛନ୍ତି। ଆମେ ତାଙ୍କୁ ଭୁଲି ଯାଉଛୁ, ଆମେ ଶ୍ରେୟ ଦେଉଛୁ ଆମକୁ, ନିଜକୁ। ଆଉ ଲେଖାଯାଏ, ଆଉ କାହିଁକି ଆମେ ଗର୍ବ କରୁଛୁ? ଆମ ପାଖରେ ବଳ ଅଛି, ଆମ ପାଖରେ ଧନ ଅଛି, ଆମ ପାଖରେ ଜ୍ଞାନ ଅଛି, ଆମ ପାଖରେ ପାୱାର ଅଛି, ସେଇଥିପାଇଁ ଆମେ ଗର୍ବ କରୁଛୁ। କିନ୍ତୁ ସତ୍ୟତା କ'ଣ ଅଟେ? ସତ୍ୟତା ଆମ ପାଖରେ ଯାହା ବି ଅଛି ସବୁ କିଛି ତାଙ୍କର ମଙ୍ଗଳଦାନ। ସେ ଆମକୁ ପ୍ରେମ କରନ୍ତି, ଆଉ ସେଇଥିପାଇଁ ଏଇସବୁ ସେ ଆମକୁ ପ୍ରଦାନ କରିଛନ୍ତି। ଏଇ କଥା ଆମେ ଭୁଲି ଯାଉଛୁ ପ୍ରିୟମାନେ।
ଆଉ 17ରେ ଲେଖାଯାଏ, 17ରେ ଆମେ ପଢ଼ିଲୁ ଯେ ପରମେଶ୍ୱର ଯେମିତି ଲୁସିଫରକୁ ଶ୍ରେଷ୍ଠ ଆସନରୁ ତାକୁ ତଳକୁ ନିକ୍ଷେପ କରିଦେଲେ, ଆମର ଏଇ ଗର୍ବ ଯୋଗୁଁ ସେ ଆମକୁ ତଳକୁ ନିକ୍ଷେପ କରିଦେବେ। ୟେସ୍ ପ୍ରିୟମାନେ, ଜିସାୟ 14 ପର୍ବ ତାର 12 ପଦରେ କ'ଣ ଲେଖାଯାଏ? ଜିସାୟ 14 ପର୍ବ ତାର ହେ ଲୁସିଫର ପ୍ରତ୍ୟୁଷର ପୁତ୍ର, ତୁମ୍ଭେ କିପରି ସ୍ୱର୍ଗରୁ ପତିତ ହେଲ? ଗୋଷ୍ଠୀଗଣକୁ ତୁମ୍ଭେ ଯେ ନତ କରିଥିଲ, ତୁମ୍ଭେ କିପରି ଭୂମିରେ ନିକ୍ଷିପ୍ତ ହେଲ? ଆମେନ୍। ପରମେଶ୍ୱର ଲୁସିଫରକୁ କହୁଛନ୍ତି, ତୁମେ କିପରି ଭୂମିରେ ନିକ୍ଷିପ୍ତ ହେଲ? ମନେ ପକାଅ, ତୁମ ଭିତରେ ଯେତେବେଳେ ଗର୍ବ ଆସିଲା, ମୁଁ ଦେଇଥିବା ବସ୍ତୁକୁ, ମୁଁ ଦେଇଥିବା ସୌନ୍ଦର୍ଯ୍ୟକୁ ନେଇ ତମ ଭିତରେ ଗର୍ବ ଆସିଲା, ସେତେବେଳେ ତୁମେ ନିକ୍ଷିପ୍ତ ହେଲ। ଆଜି ସମୟ ଆସି ଆମେ ଚିନ୍ତା କରିବା ପ୍ରିୟମାନେ, ସେଇ ଗର୍ବ ଆଉ ଆମ ଭିତରେ ଆସିନାହିଁ ତ? ଆମର ସୌନ୍ଦର୍ଯ୍ୟ ପାଇଁ, ଆମର ଧନ ସମ୍ପଦ ପାଇଁ, ଆମର ବଡ଼ ପଦ ପାଇଁ, ଆମର ବଳ ପାଇଁ ଆମ ଭିତରେ ଗର୍ବ ଆସିନାହିଁ ତ? ମନେ ରଖିବା, ସେ ଗର୍ବୀକୁ ସହି ପାରନ୍ତି ନାହିଁ। ୟେସ୍ ପ୍ରିୟମାନେ, ସେ ଅହଙ୍କାରୀ ମାନଙ୍କର ପ୍ରତିରୋଧ କରନ୍ତି। ଯାକୁବ 4 ପର୍ବ 6 ପଦ ଟିକେ ପଢ଼ିବା। ଯାକୁବ 4 ପର୍ବ 6 ପଦ ଯଦି ପଢ଼ିବା, କିନ୍ତୁ ସେ ମଧ୍ୟ ଅଧିକ ଅନୁଗ୍ରହ ଦାନ କରନ୍ତି। ଏଣୁ ଉକ୍ତ ଅଛି, ଈଶ୍ୱର ଅହଙ୍କାରୀ ମାନଙ୍କୁ ପ୍ରତିରୋଧ କରନ୍ତି। ଈଶ୍ୱର ଅହଙ୍କାରୀ, ନିଜକୁ ଶ୍ରେଷ୍ଠ ବୋଲି ଭାବୁଥିବା ଲୋକମାନଙ୍କୁ, ନିଜ ଭିତରେ ଗର୍ବ ରଖିଥିବା ଲୋକମାନଙ୍କୁ ସେ ପ୍ରତିରୋଧ କରନ୍ତି। ୟେସ୍ ପ୍ରିୟମାନେ, ଆଉ ମୋର ହିତୋପଦେଶରେ ଲେଖାଯାଏ, ହିତୋପଦେଶ 16 ତାର 18ରେ ଲେଖାଯାଏ, ହିତୋପଦେଶ 16 ପର୍ବ ତାର 18 ପଦରେ ଲେଖାଯାଏ। ଯଦି ପାଉଛନ୍ତି କହି ଦିଅନ୍ତୁ। ହଁ, ଅହଙ୍କାର ସର୍ବନାଶର ସମ୍ମୁଖରେ ଥାଏ, ପୁଣି ଦାମ୍ଭିକ ମନ ପତନର ସମ୍ମୁଖରେ ଥାଏ। ଅହଙ୍କାର ସର୍ବନାଶର ମୂଳ କାରଣ ଅଟେ ପ୍ରିୟମାନେ। ଆଜି ଆମ ପାଖରେ ଧନ ଅଛି, ଅଳ୍ପ କେତେ ବର୍ଷ ପରେ ଆମ ପାଖରେ ଥାଇ ନପାରେ। ଆଜି ଆମ ପାଖରେ ସୌନ୍ଦର୍ଯ୍ୟ ଅଛି, এই ସୌନ୍ଦର୍ଯ୍ୟ ମଧ୍ୟ ସବୁଦିନର ନୁହେଁ। ଆଜି ଆମ ପାଖରେ ବଳ ଅଛି, এই ବଳ ମଧ୍ୟ ସବୁଦିନର ନୁହେଁ ପ୍ରିୟମାନେ। କିନ୍ତୁ ସେ ଯିଏ ଆମକୁ ଏହି ସବୁ ପ୍ରଦାନ କରିଛନ୍ତି, ସେ କାଲି, ଆଜି ଓ ଭବିଷ୍ୟତରେ ମଧ୍ୟ ସମାନ ଅଟନ୍ତି, ତାଙ୍କର ପରିବର୍ତ୍ତନ ନାହିଁ। ୟେସ୍ ପ୍ରିୟମାନେ, ଏଇଟା ଗଲା ସ୍ୱର୍ଗର କଥା। ଆସନ୍ତୁ ପୃଥିବୀରେ କ'ଣ ଘଟିଥିଲା, ବାଇବଲରେ କ'ଣ ଉଲ୍ଲେଖ ଅଛି, ସେ କଥା ଆମେ ଦେଖିବା। ଦ୍ୱିତୀୟ ବଂଶାବଳୀ ଯଦି ଆମେ ଦେଖୁ, ଦ୍ୱିତୀୟ ବଂଶାବଳୀ 26 ପର୍ବ ତାର 16 ପଦ ଟିକେ ଦେଖିବା। ଷୋଳ ପଦରେ ଏପରି ଲେଖାଯାଏ, ମାତ୍ର ସେ ବଳବାନ ହୁଅନ୍ତେ, ତାଙ୍କର ଅନ୍ତଃକରଣ ଉଦ୍ଧତ ହେଲା। ତହୁଁ ସେ ଦୁରାଚରଣ କରି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ ଲଙ୍ଘନ କଲେ, କାରଣ ସେ ଧୂପ ବେଦୀରେ ଧୂପ ଜଳାଇବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ। ଆଉ ମୁଁ ମଝିରୁ ଟିକେ ଟିକେ ପଢ଼ୁଛି, ସମୟର ଅଭାବ। ପୁଣି ସେମାନେ ଉସିୟ ରାଜାଙ୍କୁ ନିବାରଣ କରି ତାଙ୍କୁ କହିଲେ, ହେ ଉସିୟ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଧୂପ ଜଳାଇବା ପାଇଁ ଆପଣଙ୍କର ଅଧିକାର ନାହିଁ। ଆଉ ରାଜା ତାଙ୍କର କଥା ମାନିନଥିଲେ। ଉସିୟ ରାଜା ସେମାନଙ୍କର କଥା, ଯାଜକମାନଙ୍କର କଥା ମାନିନଥିଲେ।
ଆଉ ସିଏ ଧୂପ ବେଦୀ ନେଇ ଜଳେଇବା ପାଇଁ ଧୂପ ଦେବା ପାଇଁ ସିଏ ଯେତେବେଳେ ଯାଇଥିଲେ ସମସ୍ତଙ୍କ ସାକ୍ଷାତରେ ତାଙ୍କ କପାଳରେ କୁଷ୍ଠ ରୋଗ ପ୍ରକାଶ ପାଇଲା। ପରମେଶ୍ୱର ତାଙ୍କୁ ଦଣ୍ଡ ଦେଲେ। କେତେବେଳେ ଦଣ୍ଡ ଦେଲେ? ଯେତେବେଳେ ସେ ଦୁରାଚରଣ କଲେ, ତାଙ୍କର ଅନ୍ତଃକରଣ ଉଦ୍ଧତ ହେଲା, ତାଙ୍କର ପୋଜିସନ୍ ଯାହା କରିବା ତାଙ୍କର କର୍ତ୍ତବ୍ୟ ତାହା ନ କରି ସେ ପରମେଶ୍ୱରଙ୍କ ବିରୁଦ୍ଧାଚରଣ କରିକି ଧୂପ ଜଳେଇବାକୁ ଗଲେ, ସେତେବେଳକୁ ତାଙ୍କ ଦେହରେ କୁଷ୍ଠରୋଗ ପ୍ରକାଶ ପାଇଲା। ପ୍ରଥମେ ପ୍ରକାଶ ପାଇଲା କପାଳରେ। କିନ୍ତୁ ଏଇ ଉଷିୟ କ'ଣ ଥିଲେ ପ୍ରିୟମାନେ? 16 ବର୍ଷ ବୟସରେ ସେ ରାଜା ହେଇଥିଲେ। ରାଜା ହେଲା ପରେ ସେ ନିଜର ପିତା ଅମିତ ଶାହଙ୍କର ପଦାଙ୍କ ଅନୁସରଣ କଲେ, ଆଉ ତାଙ୍କ ବାପାଙ୍କ ପରି ତାଙ୍କର କ୍ରିୟା ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ ହେଇଥିଲା। ଆଉ ସେଇଥିପାଇଁ ପରମେଶ୍ୱର ତାଙ୍କୁ କୃତକାର୍ଯ୍ୟ ହେବାକୁ ସାହାଯ୍ୟ କରିଥିଲେ, ତାଙ୍କୁ ସେ ଆଶୀର୍ବାଦ କରିଥିଲେ। ପରମେଶ୍ୱର 7ରେ ଲେଖାଯାଏ, ପରମେଶ୍ୱର ପଲେଷ୍ଟିୟ ମାନଙ୍କ ପ୍ରତିକୂଳରେ ଓ ଗୁର୍ବାଲ ନିବାସୀ ଆରବୀୟ ମାନଙ୍କ ଓ ମିଉନୀୟ ମାନଙ୍କ ପ୍ରତିକୂଳରେ ତାଙ୍କର ସାହାଯ୍ୟ କଲେ, ତାଙ୍କୁ ଉଚ୍ଚୀକୃତ କଲେ। ଆଉ ସେ ତାଙ୍କ ଭିତରେ ଯେତେବେଳେ ଗର୍ବ ଦେଖାଗଲା, ପ୍ରିୟମାନେ, ପରମେଶ୍ୱର ଗର୍ବକୁ ସହନ୍ତି ନାହିଁ, ସେ ପ୍ରତିରୋଧ କରନ୍ତି। ଆଜି ଆମ ଭିତରେ ଯଦି ଗର୍ବ ଅଛି, ତାହେଲେ ଆମକୁ ମଧ୍ୟ ତାକୁ ପରିତ୍ୟାଗ କରିବାକୁ ପଡ଼ିବ। ନଚେତ୍ ପରମେଶ୍ୱରଙ୍କର ଯେତେବେଳେ ବାଡ଼ି ପଡ଼ିବ, ସେତେବେଳକୁ ଆଉ ସମ୍ଭାଳିବାକୁ କେହି ନଥିବେ। ୟେସ୍ ପ୍ରିୟମାନେ, ଏହି ବିଷୟରେ ଆଉ ଗୋଟିଏ କଥା ଲେଖାଯାଏ। ଆଚ୍ଛା, ଦାନିଏଲ ନବୁକଦନେସ୍ସରଙ୍କ ବିଷୟରେ ଟିକେ ପଢ଼ିବା। ଦାନିଏଲ ତାର 4 ପର୍ବ 30 ପଦ। ଦାନିଏଲ 4 ପର୍ବ 30 ପଦରେ କ'ଣ ଲେଖାଯାଏ? ରାଜା ଏହି କଥା କହିଲେ, ମୁଁ ଆପଣା ଦଳର ପ୍ରଭାବରେ ଓ ଆପଣା ପ୍ରତାପର ମହିମା ନିମନ୍ତେ ରାଜଧାନୀ କରିବା ପାଇଁ ଯାହା ନିର୍ମାଣ କରିଅଛି, ଏ କି ସେହି ମହତୀ ବାବିଲ ନୁହେଁ? ଯେତେବେଳେ ତାଙ୍କ ଭିତରେ ଗର୍ବ ଆସିଲା, ତାଙ୍କର ବଳର ପ୍ରଭାବରେ ଆଉ ଆପଣା ପ୍ରତାପର ମହିମାରେ ସେଇ ବାବିଲକୁ ତିଆରି କରିଛନ୍ତି, ବାବିଲ ଗଡ଼କୁ। ଯେତେବେଳେ ଏହା ତାଙ୍କ ମନ ଭିତରକୁ ଆସିଲା, ସେତେବେଳକୁ କ'ଣ ହେଲା ପ୍ରିୟମାନେ? ରାଜାଙ୍କ ମୁଖରେ ଏହି କଥା ଥାଉ ଥାଉ ସ୍ୱର୍ଗୀୟ ବାଣୀ ହେଲା, ହେ ରାଜା ନବୁକଦନେସ୍ସର, ତୁମକୁ ଏହି କଥା କୁହାଯାଉଛି, ତୁମଠାରୁ ରାଜ୍ୟ ଗଲା, ତୁମେ ମନୁଷ୍ୟମାନଙ୍କ ମଧ୍ୟରୁ ଦୂରୀକୃତ ହେବ, କ୍ଷେତ୍ରସ୍ଥ ପଶୁମାନଙ୍କ ସଙ୍ଗରେ ତୁମର ବସତି ହେବ। ପ୍ରିୟମାନେ, ନବୁକଦନେସ୍ସର ରାଜା, ତାଙ୍କ ମନରେ ଯେତେବେଳେ ଗର୍ବ ଆସିଲା, ଅହଂଭାବ ଆସିଲା, ତାଙ୍କର ଅବସ୍ଥା କ'ଣ ହେଲା ଆମେ ସମସ୍ତେ ଜାଣିଛୁ। ଆଜି ଆମ ମନର ଗର୍ବ, ଆଜି ଆମ ମନରେ ଯେଉଁ ଗର୍ବ ଅଛି, ତାକୁ ଆମେ ଛାଡ଼ିବା ପ୍ରିୟମାନେ। ଯଦି ଆମେ ଆମ ମନର ଗର୍ବକୁ ଛାଡ଼ୁନାହୁଁ, ଆମ ମନର ଅହଙ୍କାରକୁ ଛାଡ଼ୁନାହୁଁ, ତାହେଲେ ପରମେଶ୍ୱରଙ୍କ ଠାରୁ ସେ ଶାସ୍ତି ପାଇବାକୁ ଆମମାନେ ପ୍ରସ୍ତୁତ ହୋଇଯିବା। ୟେସ୍ ପ୍ରିୟମାନେ, ସେ କାହାର ଗର୍ବକୁ ସହିପାରନ୍ତି ନାହିଁ। ଆଉ ଗୋଟିଏ ବିଷୟ ଆମେ ଦେଖିବା, ସେ ନମ୍ର ଲୋକକୁ ଅନୁଗ୍ରହ କରନ୍ତି। ଯାକୁବ 4 ପର୍ବ
6, 7 ଏବଂ 10 ପଦ ଟିକେ ପଢ଼ିବା। ଛ ହଁ, ଚାରି କିନ୍ତୁ ସେ ଚାରି ଅଧିକ ଚାରି ପର୍ବ 6 ଛଅ ତ ପଦ। ହେଲେ 6 ପଦ। କିନ୍ତୁ ସେ ମଧ୍ୟ ଅଧିକ ଅନୁଗ୍ରହ ଦାନ କରନ୍ତି। ଏଣୁ ଉକ୍ତ ଅଛି, ଈଶ୍ୱର ଅହଙ୍କାରୀମାନଙ୍କୁ ପ୍ରତିରୋଧ କରନ୍ତି, କିନ୍ତୁ ନମ୍ର ଲୋକମାନଙ୍କୁ ଅନୁଗ୍ରହ ଦାନ କରନ୍ତି। 7 ପଦ। ଅତଏବ ତୁମେମାନେ ଈଶ୍ୱରଙ୍କର ବଶୀଭୂତ ହୁଅ ଓ ଶୈତାନକୁ ପ୍ରତିବାଧା କର, ତାହେଲେ ସେ ତୁମ୍ଭମାନଙ୍କ ନିକଟରୁ ପଳାଇବ। ଆଉ 8 10 10। ପ୍ରଭୁଙ୍କ ଛାମୁରେ ଆପଣା ଆପଣାକୁ ନତ କର, ତାହେଲେ ସେ ତୁମ୍ଭମାନଙ୍କୁ ଉନ୍ନତ କରିବେ। ଆମେନ୍। ହାଲେଲୁୟା। ପ୍ରଭୁଙ୍କ ନିକଟରେ ଯଦି ଆମେ ନତ ହେବା ତାହେଲେ ସେ ଆମକୁ ଉନ୍ନତ କରିବେ। ଆମେ ଯଦି ନମ୍ର ହେବା ସେ ଆମକୁ ଆଶୀର୍ବାଦ କରିବେ। ୟେସ୍ ପ୍ରିୟମାନେ, ଆମେ ଆଜି ନମ୍ର ହେବା, ଆମେ ଅହଙ୍କାରୀ ହେବା ନାହିଁ। ସେ ଆମକୁ ସବୁ ଗୁଣରେ ବିଭୂଷିତ କରିଛନ୍ତି, ସବୁ ଗୁଣରେ ସେ ବିଭୂଷିତ କରିଛନ୍ତି। ହୁଏତ କାହାକୁ ଧନୀ କରିଛନ୍ତି, କାହାକୁ ସୌନ୍ଦର୍ଯ୍ୟ ଦେଇଛନ୍ତି, କାହାକୁ ବଡ଼ ଚାକିରି ଦେଇଛନ୍ତି, ଯେଉଁଥିପାଇଁ ଆମ ମନ ଭିତରେ ଗର୍ବ ଆସିଛି। ଏତିକି ମନେ ରଖିବା, ଏଇସବୁ ତାଙ୍କର ଦାନ ଅଟେ। ଆଉ ସେଇଥିପାଇଁ ଆମେ ଗର୍ବ କରିବା ନାହିଁ, ଆମେ ତାଙ୍କ ଆଗରେ ନମ୍ର ହେବା, ଆଉ ସେ ଆମକୁ ନିଶ୍ଚିତ ଭାବରେ ଆମକୁ ଆଶୀର୍ବାଦ କରିବେ। ୟେସ୍ ପ୍ରିୟମାନେ, ମୋତେ ସମୟ ହେବାକୁ ଯାଉଛି, ମୁଁ ଗୋଟିଏ ପଦ ପଢ଼ିବାକୁ ଚାହୁଁଛି। ମାଥ୍ୟୁ 7 ପର୍ବ 21 ଆଉ 23, 21ରୁ 23 ଏହି ପଦ ପଢ଼ି ଆଜିର ଶିକ୍ଷାକୁ ମୁଁ ବନ୍ଦ କରିବାକୁ ଚାହୁଁଛି। ମାଥ୍ୟୁ 7 ପର୍ବ 21ରୁ 23। ମୋତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ ସେ ପ୍ରବେଶ କରିବ। ସେଦିନ ଅନେକ ମୋତେ କହିବେ, ହେ ପ୍ରଭୁ, ଆମ୍ଭେମାନେ କି ତୁମ୍ଭ ନାମରେ ଭାବବାଣୀ କହିଲୁ ନାହିଁ, ପୁଣି ତୁମ୍ଭ ନାମରେ କି ଭୂତମାନଙ୍କୁ ଛଡ଼େଇଲୁ ନାହିଁ, ଆଉ ତୁମ୍ଭ ନାମରେ କି ଅନେକ ଶକ୍ତିର କାର୍ଯ୍ୟ କଲୁ ନାହିଁ। ସେତେବେଳେ ମୁଁ ସେମାନଙ୍କୁ କହିବି, ସ୍ପଷ୍ଟ ରୂପେ କହିବି, ମୁଁ ତୁମମାନଙ୍କୁ କେବେ ହିଁ ଜାଣିନାହିଁ। ହେ ଅଧର୍ମାଚାରୀମାନେ, ମୋ ପାଖରୁ ଦୂର ହୁଅ। କେତେ ସୁନ୍ଦର କଥା। ଆପଣମାନେ ଭାବୁଥିବେ ଏଇ କଣ୍ଟେକ୍ସଟା ପୁରାପୁରି ଅଲଗା ନୁହେଁ ପ୍ରିୟମାନେ, ସେ ଗୋଟିଏ କଣ୍ଟେକ୍ସଟ। ସେ ମନର ଗର୍ବ ଲୁସିଫରକୁ ସଦାପ୍ରଭୁ ସୌନ୍ଦର୍ଯ୍ୟ ଦେଇଥିଲେ, ଭୂଷଣ ଦେଇଥିଲେ, ଆଉ ଆସନ ବି ଦେଇଥିଲେ। ଯେତେବେଳେ ତା ମନ ଭିତରେ ଗର୍ବ ଆସିଲା, ଗର୍ବ ଆସିବା ପୂର୍ବରୁ ସେ ଅଧର୍ମାଚାରୀ ନଥିଲା, କିନ୍ତୁ ଯେତେବେଳେ ମନ ଭିତରେ ଗର୍ବ ପଳେଇ ଆସିଲା, ସେ ଅଧର୍ମାଚାରୀ ହେଲା, ଈଶ୍ୱରଙ୍କର ବିପକ୍ଷ ହେଇଗଲା, ଆଉ ସେ ତଳକୁ ପତିତ ହେଲା। ଠିକ୍ ସେହିପରି ଏହି ବାକ୍ୟରେ ଲେଖାଯାଏ, ଅନେକ ହୁଏତ ସେଦିନ କହିବେ, ହେ ପ୍ରଭୁ, ତମ ନାମରେ କଣ ଆମେ ସୁସ୍ଥତା ଦେଇନାହୁଁ? ତମର ବାକ୍ୟ କଣ ଆମେ ପ୍ରଚାର କରିନାହୁଁ? ତୁମ ନାମରେ କଣ ଆମେ ଭୂତ ଚଢ଼େଇନୁ? ଆମେ ସବୁ କାର୍ଯ୍ୟ କରୁଛୁ ପ୍ରଭୁ। ଲୁସିଫର ବି ସେଦିନ କହିଥିବ, ପ୍ରଭୁ ମୁଁ ତୁମର କେତେ ପ୍ରଶଂସା କରିଛି, ତୁମର ପ୍ରଶଂସା ଗୀତି ମୁଁ ଗାଇଛି, ସବୁବେଳେ ମୋ ମୁହଁରେ ତୁମର ନାମ ରହିଥିଲା। କିନ୍ତୁ ମନେ ରଖିବା, ଯେତେବେଳେ ସେ ପତିତ ହେଇଗଲା, ଗର୍ବ ଆସିଲା, ସେତେବେଳେ ସେ ବିନଷ୍ଟ ହେଇଗଲା, ସେତେବେଳେ ସେ ତଳକୁ ନିକ୍ଷିପ୍ତ ହେଲା। ଆଉ ଏଠାରେ ଲେଖାଯାଏ, ହଁ ସେମାନେ ହୁଏତ ରୋଗୀମାନଙ୍କୁ ସୁସ୍ଥ କରିଥାଇ ପାରନ୍ତି,
ସେମାନେ ହୁଏତ ଅନେକ ଆଶ୍ଚର୍ଯ୍ୟ କର୍ମ କରିଥାଇ ପାରନ୍ତି, ସେମାନେ ହୁଏତ ଯୀଶୁଙ୍କ ନାମରେ ଭୂତମାନଙ୍କୁ ଛଡ଼େଇ ଥାଇ ପାରନ୍ତି, କିନ୍ତୁ ତାଙ୍କର ଶେଷ ଅବସ୍ଥା କ'ଣ ଥିଲା? ୟେସ୍ ପ୍ରିୟମାନେ, ଏହି ବାକ୍ୟରେ ସେଇ ବିଷୟ ଲେଖାଯାଏ। ଯେଉଁମାନେ ସୁସ୍ଥତା ଯୀଶୁଙ୍କ ନାମରେ କାହାକୁ ସୁସ୍ଥ କରୁଛନ୍ତି ତାଙ୍କ ବିଷୟରେ ନୁହେଁ, ସମସ୍ତଙ୍କ ବିଷୟରେ ଲେଖାଯାଇ ନାହିଁ। ଅନେକ ବଡ଼ ବଡ଼ ପ୍ରଚାରକ ପାଷ୍ଟର ଏହି ବାକ୍ୟକୁ ଭୁଲ ବୁଝନ୍ତି। ଆଜି ଆମେ ବୁଝିବାକୁ ଚେଷ୍ଟା କରିବା ପ୍ରିୟମାନେ, ସମସ୍ତଙ୍କ ବିଷୟରେ ନୁହେଁ। ଯେଉଁମାନେ ପ୍ରାର୍ଥନା କରି ସୁସ୍ଥତା ପ୍ରଦାନ କରନ୍ତି ଯୀଶୁଙ୍କ ନାମରେ, ସମସ୍ତଙ୍କ ବିଷୟରେ ଲେଖାଯାଇ ନାହିଁ। ପରିଶେଷରେ ଯେତେବେଳେ ଯେଉଁମାନଙ୍କ ମନରେ ଗର୍ବ ଆସିଛି, ଯେଉଁମାନଙ୍କ ମନରେ ଅହଂ ଭାବ ଆସିଛି, ଯେଉଁମାନେ ପରମେଶ୍ୱରଙ୍କ ଠାରୁ ଦୂରେଇ ଯାଇଛନ୍ତି, ଯେଉଁମାନେ ପରମେଶ୍ୱରଙ୍କୁ ଶ୍ରେୟ ନ ଦେଇ ନିଜକୁ ପ୍ରତିପାଦିତ କରିବାର ଚେଷ୍ଟା କରିଛନ୍ତି, ଲୁସିଫର ପରି ପରମେଶ୍ୱରଙ୍କର ଉପରେ ନିଜର ସିଂହାସନ ପ୍ରତିଷ୍ଠା କରିବାକୁ ଚେଷ୍ଟା କରିଛନ୍ତି, ଯେଉଁଥିପାଇଁ ସେମାନେ ନିଜର ପରିଚୟ ପାଇଛନ୍ତି। ଏ ଜଣେ ଭଲ ପ୍ରଚାରକ, ଏ ଜଣେ ଭଲ ପ୍ରାର୍ଥନାକାରୀ, ସେ ପ୍ରାର୍ଥନା କଲେ ଭୂତ ଛାଡ଼ି ଯାଉଛି, ସେ ପ୍ରାର୍ଥନା କଲେ ରୋଗ ସୁସ୍ଥ ହେଇଯାଉଛି। ବାରମ୍ବାର ଅନେକ ଲୋକଙ୍କ ଠାରୁ ପ୍ରଶଂସା ପାଇବା ପରେ ଯେତେବେଳେ ସେମାନଙ୍କର ଚିତ୍ତ ଗର୍ବିତ ହୋଇଯାଇଛି, ଈଶ୍ୱରଙ୍କର ବିରୁଦ୍ଧାଚରଣ କରିଛନ୍ତି, ସବୁ ଶ୍ରେୟକୁ ନିଜ ଉପରକୁ ନେଇ ଯାଇଛନ୍ତି। ପ୍ରଭୁ ଯୀଶୁ କହିଛନ୍ତି, ତୁମେମାନେ ମୋର ଶିଷ୍ୟ କର ଅନ୍ୟମାନଙ୍କୁ ଶିକ୍ଷା ଦେଇ। ସେମାନେ ନିଜର ଶିଷ୍ୟ ତିଆରି କରିବାକୁ ଆରମ୍ଭ କରିଛନ୍ତି। ଆଉ ସେତେବେଳେ ପ୍ରିୟମାନେ, ଯେତେବେଳେ ତାଙ୍କର ଚିତ୍ତ ଗର୍ବିତ ହୋଇଯାଇଛି, ସେମାନେ ନିକ୍ଷିପ୍ତ ହୋଇଯାଇଛନ୍ତି, ବିନଷ୍ଟ ହୋଇଯାଇଛନ୍ତି। ଆଉ ଏଇ କଣ୍ଟେକ୍ଟ ସେମାନଙ୍କ ପାଇଁ କୁହାଯାଇଛି, ପ୍ରତ୍ୟେକ ପ୍ରାର୍ଥନାକାରୀ ପାଇଁ ନୁହେଁ। ଏଇଟା ବୁଝିବାକୁ ଚେଷ୍ଟା କରିବା, କାରଣ ପ୍ରାର୍ଥନା କରିକି ପୀଡ଼ିତମାନଙ୍କୁ ସୁସ୍ଥ କରିବାର ଅଧିକାର ତ ସେ ଦେଇଛନ୍ତି, ଭୂତମାନଙ୍କୁ ଛଡ଼େଇବାର ଅଧିକାର ତ ସେ ଦେଇଛନ୍ତି। କିନ୍ତୁ ନିଜକୁ ବଡ଼ ବଡ଼ ପାଷ୍ଟର ବୋଲି କହୁଥିବା କେତେକ ବ୍ୟକ୍ତିବିଶେଷ, ନିଜକୁ ବଡ଼ ବଡ଼ ପ୍ରଚାରକ ବୋଲି ନିଜକୁ ପରିଚୟ ଦେଉଥିବା କେତେଜଣ ବଡ଼ ବଡ଼ ପ୍ରଚାରକ এই କଥାକୁ ଭୁଲ ବୁଝିଛନ୍ତି। କାହିଁକି ମୁଁ ଜାଣିନାହିଁ। ହୁଏତ ସେମାନଙ୍କ ପ୍ରାର୍ଥନାରେ ଛୋଟିଆ ରୋଗୀଟି ବି ଭଲ ହୋଇପାରୁନଥିବ, ସେଇଥିପାଇଁ ହୁଏତ କହିଥାଇପାରନ୍ତି। ବାକ୍ୟକୁ ଠିକ୍ ରୂପେ ବୁଝିବା, ସତ୍ୟତାକୁ ଠିକ୍ ରୂପେ ଗ୍ରହଣ କରିବା। ଆଉ ପ୍ରଭୁ ଆମ ସହିତ ଅଛନ୍ତି। ଆମ ଭିତରେ ନମ୍ରତା ଆମର ଭୂଷଣ ହଉ। এই ସୁନା ରୂପା ନୁହେଁ ପ୍ରିୟମାନେ। ତା ବୋଲି ମୁଁ କହୁନାହିଁ ଆମେ ଘରେ ସୁନା ରଖିବା ନାହିଁ, ପ୍ରପର୍ଟି ହିସାବରେ ଆମେ ରଖିବା, କିନ୍ତୁ ଆମର ଭୂଷଣ ସୁନା ନ ହଉ। ଆମର ଭୂଷଣ ଉତ୍ତମ ପୋଷାକ, ଦାମିକା ପୋଷାକ ନ ହଉ। ଆମର ଭୂଷଣ ନମ୍ରତା ହଉ। ଆଉ ସେଇ ଭୂଷଣ ଆମକୁ ସ୍ୱର୍ଗକୁ ନେଇଯିବ। କାରଣ ଲେଖାଯାଏ, ସେ ଆମମାନଙ୍କ ଅଧର୍ମ ନିମନ୍ତେ କ୍ଷତ ବିକ୍ଷତ ହୋଇଛନ୍ତି, କାରଣ ଆମକୁ ସେ ଉଦ୍ଧାର କରିବାକୁ ଚାହାନ୍ତି। ସେ ଚାହାନ୍ତି ଆମେ ନମ୍ର ହେବା, କାରଣ ନମ୍ର ହେଲେ ହିଁ ଆମେ ତାଙ୍କର ଅନୁଗ୍ରହ ପାଇବା। ଆମେ ଯାହା ବି ପାପ କରିଛୁ ସବୁ କିଛି ସେ କ୍ଷମା କରିଦେବାକୁ ପ୍ରସ୍ତୁତ ଅଛନ୍ତି। ସେ ନିଜର ପବିତ୍ର ରକ୍ତ ଦେଇ ଆମର ପାପ କ୍ଷମା କରିବାକୁ ପ୍ରସ୍ତୁତ ଅଛନ୍ତି ପ୍ରିୟମାନେ। ୟେସ୍, ନିଜକୁ ନମ୍ର କରିବା, ନିଜର ଗର୍ବକୁ, ନିଜର ଅହଙ୍କାରକୁ ପରିତ୍ୟାଗ କରିବା। ଆମେ ତାଙ୍କର ପୁଅ, ଆମେ ତାଙ୍କର ଝିଅ, ଆମେ ଠିକ୍ ତାଙ୍କ ପରି ହେବା। କାରଣ ସେ ଚାହାନ୍ତି ଆମର ମନ ତାଙ୍କ ମନ ପରି ହେଉ, ଆମେ ବି ଠିକ୍ ତାଙ୍କରି ପରି ହେବା। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ପ୍ରଚୁର ଆଶୀର୍ବାଦ କରନ୍ତୁ। ଆମେନ୍।